ଏତିକି ସାରେ ଦେଲି ଯେ ମୋ ନାଁର ମୋ ଭାଇ ଚାକିରି କରିକି ସିଏ ହେଉଛି ଏଠି ପ୍ରହ୍ଲାଦ ଜେନା ଚାକିରି କରିଛି। ତାର ହେଉଛି ଘର କତର କ୍ଷୁଦିରାମ ଜେନା ସେ ରାସନ ପାଉଛି। ଆଉ ହେଉଛି ବିଧାନସଭାରେ ବି କ୍ଷୁଦିରାମ ଜେନା ଅଛି। ଆଉ ତାପରେ ହେଉଛି ମୁଁ ରାସନ ପାଉନାହିଁ କି କାଳିଆ ଯୋଜନା ପାଇପାରୁନି କି ସୁଭଦ୍ରା ଯୋଜନା ପାଇପାରୁନି। ଯେଉଁଠି କଲାବେଳୁ ଖାଲି କହୁଛନ୍ତି ଗଭର୍ଣ୍ଣମେଣ୍ଟ। ମୁଁ ସାର୍ ତ ଚାକିରି ବାକିରି କରିନି, ମୁଁ ଦିନ ମଜୁରିଆ ଖଟିକିଆ। ମୋର 4ଟା ପରିବାର ମୋର। ମୁଁ ସାର୍ ରାସନ ବି କଟିଯାଇଛି। ମୁଁ ଯେଉଁ ହଇରାଣ ହେଇକି ଅବସ୍ଥା ହେଇକି ଚଳୁଛି। ଆପଣଙ୍କ ନାଁରେ ଭାଇ ଚାକିରି କରିଛି ବୋଲି ଆପଣ ଜାଣିଲେ କେମିତି? ଜାଣିଲେ କେମିତି? ମୋର ଏଇ ଯେଉଁ ସୁଭଦ୍ରା ଯୋଜନା କଟିଗଲା, ମୁଁ ସେଥିରେ ଖୋଳ ପାର୍ବତ ମାରମୂଷା କଲା ବେଳକୁ ଯିଏ କହିଲେ ପ୍ରହ୍ଲାଦ ଜେନା ତମ ନାଁର ତମ ସାନ ଭାଇ ଚାକିରି କରିଛି, ବୁଝିଲ ନା। ସେଥିପାଇଁ ମୁଁ ଏସ୍ପିକି ପ୍ରଥମେ ଜଣାଇଥିଲି। ଆମର ପଞ୍ଚାୟତର ସରପଞ୍ଚ ବସିକି ଭରତ ତ୍ରିପାଠୀ ହେରିକା ସେମାନେ କହିଲେ ଯେ ତୋର କିଛି ଅସୁବିଧା ହେବନି, ସିଏ ତାର ତୁ ଗାଁର ଖଟିକି ଯେମିତି ରୋଜଗାର କରୁଛୁ ସିଏ ନହେଲେ ପୋଲିସଙ୍କ ପାର ଖଟିକି ରୋଜଗାର କରୁଛି, ସେଥିରେ କିଛି ଫରକ ନାହିଁ। ତୁ ତ ଯୋଜନାଟା ତୁ ପାଇବୁ, ତା ଯୋଜନାଟା ସିଏ ପାଇବ। କିନ୍ତୁ ବର୍ତ୍ତମାନ ମୋର କାଳିଆ ଯୋଜନା କଟିଗଲା, ସୁଭଦ୍ରା ଯୋଜନା କଟିଗଲା। ଆଉ ଇଏ ଶେଷକୁ ମୋ ରାସନ କଟିଯାଇଛି। 4 ଦିନ 5 ଦିନ ହେଲା ଆସିକି ଜିଆର୍ଏସ୍ କହିଦେଇଯାଇଛି। କ'ଣ ଜିଆର୍ଏସ୍ କହିଲା? ଜିଆର୍ଏସ୍ କହିଲା ଯେ ତୁମେ ପ୍ରହ୍ଲାଦ ଜେନା ଚାକିରି କରୁଛି। ଆମ ଗାଁରେ ବି ସମସ୍ତେ ଘେରି ପଇଲେ, କହିଲେ ନା ସେ ଚାକିରି କରୁନି, ସେ ଦିନ ମଜୁରିଆ ଖଟିକିଆ। ସେଥିପାଇଁ ମୁଁ ଆଜି କଲେକ୍ଟର ପାଖକୁ ଯାଇଥିଲି। କଲେକ୍ଟର ପାଖରୁ ଏସ୍ପି ପାଖକୁ ଯାଇଥିଲି। ଏସ୍ପି ପାଖରୁ ବିଡ଼ିଓଙ୍କ ପାଖକୁ ଯାଇଥିଲି। ଏସ୍ପି କ'ଣ କହିଲେ? ଏସ୍ପି କହିଲେ ଯାଇକି ତୁମେ ଆଇଏସ୍କୁ ଦେଖା କର। ମୁଁ ବର୍ତ୍ତମାନ ଏଠୁ ଗଲେ ଆଇଏସ୍ ପାଖକୁ ଯିବି। ଏବେ କ'ଣ ଚାହୁଁଛନ୍ତି ଆପଣ? ମୋର କହିବା କଥା, ମୋର ଯଦି ମୋ ଯୋଜନାଟା ମୋତେ ମିଳିଯାଉ। ଯଦି ମୋ ଯୋଜନା ନ ମିଳିବ ତାହେଲେ ମୋତେ ଚାକିରି ଯଦି ଦେଖାଉଛି ଗଭର୍ଣ୍ଣମେଣ୍ଟ, ସେ ଚାକିରିଟା ମୋତେ ସାରି ଦିଅନ୍ତୁ ଆଉ।